ଆରଥର ଚିଙ୍ଗୁଡ଼ି ଆଣିଥିଲି, ରବର ହେଇଗଲା। ମୋ ଇଜ୍ଜତର ଧଜ୍ଜିଆ ଉଡ଼ିଗଲା। ଆଜି ପ୍ରତିଶୋଧ ନେବି। ଆଜି ଚିଙ୍ଗୁଡ଼ି କାନ୍ଦିବ। ବଦଲା ନେବା ପାଇଁ ଦରକାର 500 ଗ୍ରାମ ଚିଙ୍ଗୁଡ଼ି। ଆଜି ଏମାନେ ସହି ଦେବେ। ଲୁଣ ଯେତିକି ତୁମ ଏକ୍ସ ମିଛ କହେ ସେତିକି, ମାନେ ଘଟେ ଚାମଚ। ଆଉ ହଳଦୀ ଟିକେ ବେଶୀ ହେଲେ ଚିଙ୍ଗୁଡ଼ି କହିବ ମୁଁ କ'ଣ ହଳଦୀ କାଣ୍ଡ। କଢ଼େଇରେ ତେଲ ଗରମ ହେଲା, ଚିଙ୍ଗୁଡ଼ି ପକାଇଲି। ଚିଙ୍ଗୁଡ଼ି କହିଲା ଓଏ ମା। ମୁଁ କହିଲି ଗଲାଥର ମୋତେ କନ୍ଦେଇଥିଲୁ ନା। ପ୍ରାୟ ଗଲାବେଳେ ରିଲ୍ ଦେଖନି, ମୁଁ ଥରେ ଦେଖୁଥିଲି କରେଇ ପୁରା କଳା। ଆଉ ଟିକେ ହେଇଥିଲେ ବା ଦମକଳ ପହଞ୍ଚି ଯାଇଥାନ୍ତା। ତାପରେ ଚିଙ୍ଗୁଡ଼ିକୁ କର୍ଣ୍ଣଫ୍ଲାୱାର ପାଣିରେ ଧୀରେ ଲଗାଅ, ଯେମିତି ତମ କ୍ରସ୍କୁ ପ୍ରପୋଜାଲ ଦଉଛ। ଜୋର ଜାକିଲେ ସେ ମନା କରିଦେବ, ମାନେ ଚିଙ୍ଗୁଡ଼ି ଭାଙ୍ଗିଯିବ। 2 ମିନିଟ୍ ରଖ, 1 ଘଣ୍ଟା ନୁହେଁ। ସେ ଚିଙ୍ଗୁଡ଼ି ବୟଫ୍ରେଣ୍ଡ ନୁହଁ। ତାପରେ କଢ଼େଇରେ ଛାଡ଼ ଆଉ ଖୋଲିକି ଖାଅ। ତୁମ ଘରେ ଚିଙ୍ଗୁଡ଼ି ରବର ହେଇଛି ନା ନାଇଁ କମେଣ୍ଟ କର। ଯାହାର କାହାଣୀ ଦୁଃଖଦ ହେବ ମୁଁ ତା ଷ୍ଟୋରି ସେୟାର କରିବି। ସବସ୍କ୍ରାଇବ କରିଦିଅ, ନହେଲେ ଚିଙ୍ଗୁଡ଼ି ଆତ୍ମା ରାତିରେ ତୁମକୁ ଡରାଇବ। ବାଏ ବାଏ।